ପୂର୍ଣ୍ଣାଭିଷେକ ଯେତେବେଳେ ଆପଣ ଲକ୍ଷ୍ୟ ନାମ ଜପ କରିବା ଉଦ୍ଦେଶ୍ୟରେ ବସୁଛନ୍ତି, ବିଧିବଦ୍ଧ କ୍ରିୟାନୁଷ୍ଠାନରେ ଜପ କରୁଛନ୍ତି, ନିଶ୍ଚୟ ଠାକୁର ଆପଣ ହୃତ୍ପଦ୍ମରେ ଦେଖାଦେବେ। ସେତେବେଳେ ପୂର୍ଣ୍ଣାଭିଷେକ ଦେଖିବେ ତାଙ୍କୁ। କିନ୍ତୁ ତାପରେ ଯେଉଁ ଅବସ୍ଥାଟା ସେଠିକି ଏ ସେବକ ଯାଇନି, କହିପାରିବନି। ଆପଣ ତା ସହିତ କଥାବାର୍ତ୍ତା କରିପାରିବେ। ସେଠି ସେ ଲେବଲକୁ ମୁଁ ଯାଇନି, ତେଣୁ ମୁଁ ସେ ବିଷୟ କହିବିନି। ତ ଶୁଣିଛି ତାପରେ ବି ଅଛି। ବିବେକାନନ୍ଦ ଗଲେ ଚିକାଗୋ, ଗଲେ ଧର୍ମସଭାକୁ, ଗୁରୁଙ୍କର ଆଜ୍ଞା ନେଇ ଯାଇଥିଲେ। ସେ ସେଠି ବିଜୟୀ ହେଲେ, ଫେରିଲା ବେଳକୁ ସେ ୟୁରୋପ ଦେଇକି ଆସିଛନ୍ତି, ତାଙ୍କ ଜୀବନରେ ପଢ଼ିବେ। ୟୁରୋପ ଦେଇକି ଆସିଛନ୍ତି, ସେ କେଉଁଠି ରାମକୃଷ୍ଣ କଥା ପଦେ କହିନାହାନ୍ତି। ହିନ୍ଦୁ ଧର୍ମ କଥା କହିଛନ୍ତି, ହିନ୍ଦୁ ଧର୍ମର ଜୟଜନ୍ତୀ ଉଡ଼େଇଛନ୍ତି, ଏଗୁଡ଼ା ସବୁ ହେଇଛି, କହିନାହାନ୍ତି। ଯେତେବେଳେ ଓହ୍ଲେଇଲେ ସିଏ, ସେତେବେଳେ ତ ଉଡ଼ାଜାହାଜ ନଥିଲା, ପାଣି ଜାହାଜରେ ଆସୁଥିଲା। ଓହ୍ଲେଇଲେ ବମ୍ବେରେ, ତାଙ୍କର ସତୀର୍ଥ 3-4 ଜଣ ଯାଇଥିଲେ ସେଠି। ଓହ୍ଲେଇଲା ମାତ୍ରେ ପ୍ରଶ୍ନ କଲେ, ତୁ କ'ଣ ତୋର ଜୟଜନ୍ତୀ ଇଏ କରିବାକୁ ଯାଇଥିଲୁ? ଆଙ୍କ କଥା ତ ପଦେ କହିନୁ, ରାମକୃଷ୍ଣଙ୍କ କଥା କେଉଁଠି ପଦେ କହିନା, ପଦେ କହିନାହାନ୍ତି। ଏମାନେ ରାଗି ଯେମିତି ବ୍ରହ୍ମାନନ୍ଦ ଆଉ କିଏ ସବୁ, ବ୍ରହ୍ମାନନ୍ଦ ତାଙ୍କର ପଟ ଇଏ ଶିଷ୍ୟ ଥିଲେ, 3 ଜଣ ଯାଇଥିଲେ। ତାଙ୍କର ଉତ୍ତରଟା ଭାରି ସୁନ୍ଦର ଥିଲା। ধর্ম কোন আমি জানি, দর্শন কোন আমি জানি, তাই বলেছি, আকে কত জানি যে বলবো। গুরুଙ୍କ ବିଷୟରେ ମୁଁ କେତେ ଜାଣିଛି ଯେ କହିବି, ଅଗାଧ ସମୁଦ୍ର। ସେ କେତେ ଡିଫରେନ୍ସ, ଥିଙ୍କିଂର କେତେ ଡିଫରେନ୍ସ। ଇଏ ଭାବୁଛନ୍ତି ଏ ନିଜ କଥା କହିଛି, ଆଙ୍କ କଥା କହିନାହିଁ। ସେ ଭାବୁଛନ୍ତି ଆଙ୍କ କଥା କହିବାକୁ ଯୋଗ୍ୟତା ଆମର ନାହିଁ। ଆମେ କତ ଜାଣି ନାଇଁ, ହିନ୍ଦୁ ଫିଲୋସଫି ଉପରେ କହିଛନ୍ତି, ହିନ୍ଦୁ ଧର୍ମଟାକୁ ପ୍ରତିଷ୍ଠା କରିଛନ୍ତି। ଗୋଟେ ଇଏ ହେଉଛି ଶାରଦା ଦେବୀଙ୍କର ଜୟନ୍ତୀ ପାଳନ ହେଉଛି। ଗୋଟେ ଆଦିବାସୀ, ଓଡ଼ିଶାର ଗୋଟେ ଆଦିବାସୀ ଏରିଆଟା, ତା ଦେହରେ କିଛି ରାମକୃଷ୍ଣ ଡିଭୋଟି ସବୁ ଅଛନ୍ତି। ଛୋଟ ରାମକୃଷ୍ଣଙ୍କର ଆଶ୍ରମଟେ ଅଛି, ବିଭିନ୍ନ ଇଏରୁ ଆସୁଛନ୍ତି, ଏଇ ଆଶ୍ରମକୁ ଆସୁଛନ୍ତି। ଆଉ କିଛି ଯେମିତି ଆମର ଠାକୁରଙ୍କର ଇଏ ବେଳେ ସମ୍ମିଳନୀକୁ ଗଲାବେଳେ ସବୁ ସଜାସଜି ହେଇକି ଇଏ ହୋଇଯାଏ, କିଛି ସେମିତି ତାଙ୍କ ଆସୁଛି। ଗୋଟେ ଆଦିବାସୀ ମହିଳା ଯିଏ ହାଣ୍ଡିଆ ବିକେ, କିନ୍ତୁ ସେ ରାମକୃଷ୍ଣ ଡିଭୋଟି। ସେ ତା ଝିଅ, ଛୋଟ ଝିଅ, 6 ବର୍ଷ 7 ବର୍ଷ ଝିଅ, ଗୋଟେ ଟ୍ରଲିରେ ବସେଇ ଦେଇଛି। ଶାରଦା ଦେବୀଙ୍କ ଭଳିଆ ଶାଢ଼ୀ ପିନ୍ଧେଇଛି, ନାଲି ଧଡ଼ି ଧଳା ଶାଢ଼ୀ। ତ କହିଛି, ତୁ ଆଜି ମିନତି ନୁହେଁ, ତୁ ଆଜି ଶାରଦା। ଯେତେବେଳେ ଶାରଦା ମା ମଠରେ ଥିଲେ, ସମସ୍ତେ ପ୍ରସାଦ ପାଇଲା ପରେ ସେ ପ୍ରସାଦ ପାଉଥିଲେ। ତୁ ସମସ୍ତେ ଆଜି ପ୍ରସାଦ ପାଇଲା ପରେ ପ୍ରସାଦ ପାଇବୁ। ଏ ଟାଇପ୍ର ସବୁ ଆସୁଛି, ଆସ୍ତେ ଆସ୍ତେ ଆସୁଛି। ଏ ରାମକୃଷ୍ଣ ମିଶନ ଯିଏ ସନ୍ନ୍ୟାସୀ ଥିଲେ ନେଉଛନ୍ତି, ତାଙ୍କୁ ପ୍ରସାଦ ଦେଉଛନ୍ତି। ଆଗରୁ ଡାକିଲେ, କହିଲେ ନା ମୁଁ ପ୍ରସାଦ ପାଇବିନି। କିନ୍ତୁ କାହିଁ ପାଇବୁନି ନା, ବୋଉ ମନା କରିଛି। ବୋଉ କ'ଣ ମନା କରିଛି? ବୋଉ କହିଛି ଯେ ତୁ ଆଜି ଯିଏ ନୁହେଁ, ମାଳତୀ ନୁହେଁ, ତୁ ଆଜି ଶାରଦା। ସମସ୍ତେ ପ୍ରସାଦ ପାଇଲା ପରେ ମା ପ୍ରସାଦ ପାଉଥିଲେ, ତେଣୁ ତୁ ଆଜି ଏଇଟା ପାଳିବୁ। କହିଲେ ଦେଖ, ଗୋଟେ ଆଦିବାସୀ ମହିଳା ଯିଏ ହାଣ୍ଡିଆ ବିକେ, ତା ପିଲାଙ୍କୁ କି ସଂସ୍କାର ଦେଇଛି ସେ। ଏଟା ସବୁ ଆମ ପାଇଁ ଉଦାହରଣ। ଆମ ପିଲାଙ୍କୁ ସେମିତି ଗଢ଼ିବାକୁ ପଡ଼ିବ। ତମେ ଯାଇତେ ନିହାତି ଠାକୁରଙ୍କ ପିଲା। ବହୁତ ଜାଗାରେ କହିଛି, ମୋତେ ସେଟା ଇଏ ଲାଗେ ବୋଲି। ମୁଁ ହାଇଦ୍ରାବାଦ ଯାଇଥିଲି, ସଂଘ ଯାଇଥିଲି, ବାର୍ଷିକ ସବୁ ପ୍ରାର୍ଥନା ସଭା ସରିଛି, ବସିଛି। ଗୋଟେ ଛୋଟ ଷ୍ଟାଣ୍ଡାର୍ଡ ଟୁ ପିଲା ପାଖକୁ ଆସିଗଲା, ଏଠି ଗେଲା ହେଇଗଲା ମୋ ସାଙ୍ଗରେ।
କିନ୍ତୁ ଗୋଡ଼ ହାତ ହଲାଉଛି ବସିଛି। ମୁଁ କହିଲି ତ ପଢ଼ୁଛ ନା? ହଁ। କେଉଁ ଷ୍ଟାଣ୍ଡାର୍ଡ଼ରେ? ଷ୍ଟାଣ୍ଡାର୍ଡ଼ 2। ଆଉ କହିଲା ଭାଇ ଆମ କ୍ଲାସ୍ର ଗୋଟେ ପିଲା ଅଛି ନା ମୋତେ ମାରେ। ସେଠୁ ମୁଁ କହିଲି ମାରେ? ହଁ। ବହୁତ ମାରେ? ବହୁତ ମାରେ। ମୁଁ କହିଲି କାଟେ? ହଁ କାଟେ। ମୁଁ କହିଲି ବହୁତ କାଟେ? ନା ବହୁତ କାଟେ। ମୁଁ କହିଲି ତମେ ମାର? କହିଲା ନା। ମୁଁ କହିଲି କାହିଁ ମାରନି? ନା ମୁଁ ଠାକୁରଙ୍କ ପିଲା। ମୁଁ ଏବେ ମନେ ପକେଇଛି, କୁଣ୍ଢେଇ ପକେଇଲି ସେ ପିଲାଟାକୁ। ମାଡ଼ ଖାଉଛି କିନ୍ତୁ ସେ ମାରି ପାରୁନି ଏଇଥିପାଇଁ ଯେ ମୁଁ ଠାକୁରଙ୍କ ପିଲା, ମୁଁ କେମିତି ମାରିବି? ବାପ ମା କେତେ ଶୁଦ୍ଧ ସଂସ୍କାର ଦେଇଛନ୍ତି ତାକୁ। କେଡ଼େ ବଡ଼ ହେଇଯିବଣି, ବର୍ତ୍ତମାନ କଲେଜ ଯିବଣି, ମୁଁ ଏତେ ବର୍ଷ ହେଲା ହାଇଦ୍ରାବାଦ ଯାଇନି, କିନ୍ତୁ କେତେ ଶୁଦ୍ଧ ସଂସ୍କାର ନେଇକି ପିଲାଟା ଆସୁଛି। ସେ ମୁଁ ତ ଏମିତି ଗୋଡ଼ ହାତ ହଲାଉଛି, ମୋ ସାଙ୍ଗରେ କଥା ହେଉଛି। ମୁଁ ତ 3-4 ଥର ପଚାରୁଛି, ମୁଁ ମାରେ? ନା ମାରେ। ମାରେ? ତାପରେ ପଚାରିଲି କାଟେ? ନା କାଟେ। ମୁଁ କହିଲି ବହୁତ କାଟେ? ନା ବହୁତ କାଟେ। ମୁଁ ତମେ ମାର? ନା ନାହିଁ। ନା କାହିଁ ମାରନି? ନା ମୁଁ ଠାକୁରଙ୍କ ପିଲା। ଶେଷ ପ୍ରଶ୍ନରେ ମୁଁ ଫ୍ଲାଟ୍ ହେଇଗଲି। ବୋଲେ ଏ ପିଲାକୁ ଆଉ ମାନେ ଏତେ ଉଚ୍ଚ ସ୍ତରକୁ ଚାଲି ଯାଇଛି ଯେ ଆମେ ଏବେ କେବେ ସେ ସ୍ତରକୁ ଯିବୁ? କିଛି କମ୍ କଥା ନୁହେଁ। ଭଗବାନ କାହା ଭିତରେ ରହି କି ଭାବରେ କାର୍ଯ୍ୟ କରୁଛନ୍ତି ତା ବୁଝି ନ ପାରିବା ପର୍ଯ୍ୟନ୍ତ କାହାର ଦୋଷର ସମାଲୋଚନା କର ନାହିଁ। ତୁମେ ସର୍ବଗୁଣରେ ଗୁଣାନ୍ୱିତ, ଆଉ ସମସ୍ତେ ଦୋଷର ଆକର। ଭ୍ରମରେ ମଧ୍ୟ ଉପରେ ଅଭିମାନ ପୋଷଣ କର ନାହିଁ। କାହା ପ୍ରତି ଇତର ଭାଷା ମଧ୍ୟ ପ୍ରୟୋଗ କର ନାହିଁ। ଆଚାର୍ଯ୍ୟ, ଶିକ୍ଷକ, ପିତା ମାତା ପ୍ରତି ଗୁରୁଜନ ତ ଦୂରର କଥା, ସାଧାରଣଙ୍କ ନିକଟରେ ମଧ୍ୟ କେବେ ହେଲେ ଆପଣାର ମହତ୍ତ୍ୱ ପ୍ରକାଶ କର ନାହିଁ। ନିଜ ମୁଖରେ ଆତ୍ମପ୍ରଶଂସା ଆତ୍ମହତ୍ୟାର ନାମାନ୍ତର ମାତ୍ର। ଆଜ୍ଞା, କେବେ ହେଲେ କୌଣସି ବିଷୟରେ ଆତ୍ମବଡ଼ିମା ପ୍ରକାଶ କର ନାହିଁ। ସିଝା ଆଳୁ ପରି ନରମ ହୋଇଯିବାଟା ସିଦ୍ଧ ପୁରୁଷଙ୍କର ଲକ୍ଷଣ। ମହତ୍ ନହେଲେ କେହି নত ହୋଇପାରନ୍ତି ନାହିଁ। ଆମେ କେବେଠୁ ଆସିଲୁଣି, ଗୋଟେ ସତ୍ୟ ଘଟଣାଟା ପଢ଼ିଥିଲେ ଏବେ। ଜଣେ ଷ୍ଟେସନ ମାଷ୍ଟର ମହାରାଷ୍ଟ୍ରର, ଏମିତି ଜଣେ ସନ୍ନ୍ୟାସୀକେ ଯାଉଛନ୍ତି। ଆଙ୍କର ହୁଏତ ଭାଗ୍ୟ ଉଦୟ ହେଇଥିଲା, ସେ ସନ୍ନ୍ୟାସୀଙ୍କ ସହିତ ଦେଖା ହେଇଗଲା, ଆଉ ତାଙ୍କଠୁ ସେ ଦୀକ୍ଷା ନେଇଗଲେ। ଦୀକ୍ଷା ନେଲା ପରେ ସନ୍ନ୍ୟାସୀ ତାଙ୍କୁ ଗୋଟିଏ କଥା କହିଲେ ଯେ ସବୁବେଳେ ତୁ ସତରେ ରହିବୁ। ଏଇ ଗୋଟିଏ ସାଧନା ତାଙ୍କୁ ଦେଇଥିଲେ। ତାଙ୍କର ଅଡ଼ିଟ୍ ହେଲା। ଅଡ଼ିଟ୍ ହେଲା ବେଳକୁ ଧରା ପଡ଼ିଲା ଯାହା ଯାହା ସବୁ କରିଥିଲେ ଗଣ୍ଡଗୋଳ। ସେଠୁ କୋର୍ଟକୁ ଗଲେ, ସେ ଆରେଷ୍ଟ ହେଲେ, ଚାକିରି ଗଲା, ଆରେଷ୍ଟ ହେଲେ, ଯେମିତି ଚାକିରି ଗଲା ପିଲାମାନେ ଛାଡ଼ି ପଳେଇଲେ ତାଙ୍କୁ। କୋର୍ଟକୁ ଗଲେ, କୋର୍ଟରେ ବିଚାରପତିକୁ କହିଲେ ଯେ ମୁଁ ଯାହା କହିବି ସତ କହିବି, କାରଣ ମୁଁ ଗୁରୁଙ୍କୁ ଯିଏ ମୋତେ ଦେଇଛନ୍ତି ମନ୍ତ୍ର ତାଙ୍କୁ ମୁଁ କହିଛି ଜୀବନରେ ମୁଁ ସତ କହିବି ଯାହା ବି ଆସିଯାଉ। ଦେଖିଲା ବେଳକୁ ବିଚାରପତି ବି ସେଇ ସନ୍ନ୍ୟାସୀଙ୍କର ଦୀକ୍ଷିତ। ବିଚାରପତି ତାଙ୍କୁ ରୁମ୍ ଡାକି ନେଲେ। କୋର୍ଟରେ କିଛି କହିଲେନି, ରୁମ୍କୁ ଡାକି ନେଲେ, ପଚାରିଲେ, କହିଲେ ମୁଁ ତାଙ୍କୁ କଥା ଦେଇଛି ଯେ ମୁଁ ଆଉ ଅସତକୁ ଯିବି ନାହିଁ, ତେଣୁ ଯାହା ଅସତ କାମ କରିଛି ତା ପାଇଁ ପନିସମେଣ୍ଟ ପାଇବି। ପନିସମେଣ୍ଟରେ କ'ଣ ହେଲା ନା ପିଲାମାନେ ତାଙ୍କୁ ଛାଡ଼ି ପଳେଇଲେ। ବିଚାରପତି ତ ପଚାରୁଛନ୍ତି ଆପଣ କାହାଠୁ ଦୀକ୍ଷା ନେଇଛନ୍ତି, ଦେଖିଲା ବେଳକୁ ବିଚାରପତି ତାଙ୍କଠୁ ଦୀକ୍ଷା ନେଇଛନ୍ତି। ସେ ଜେଲରେ ଅଛନ୍ତି, ଡେଟ୍ ହେଲା। ଦେଖିଲା ବେଳକୁ ଯିଏ ଯେହେତୁ ସତ କଥା କହିଲେ, ସେ ସତ କହିଛନ୍ତି, ସେ ଆଧାରରେ ବିଚାରପତି ତାଙ୍କୁ ଛାଡ଼ିଦେଲେ। ସିଏ ଆଉ ଯାଇନାହାନ୍ତି, ଘରକୁ ଆଉ ଫେରିଲେ ନାହିଁ। ଘରକୁ ଆଉ ଫେରିଲେ ନାହିଁ। ପିଲାମାନେ ତ ଛାଡ଼ି ଯାଇଛନ୍ତି, ତାଙ୍କର ବ୍ୟାଡ୍ ଟାଇମ୍ରେ ପୁଅ ଝିଅ ସ୍ତ୍ରୀ ଏମାନେ ଗାଁକୁ ପଳାଇଛନ୍ତି। ଏହି ସମୟରେ ତାଙ୍କୁ ସତ୍ କହିବାର ଫଳଟା କ'ଣ ତାଙ୍କ ଜୀବନ ହେଇଛି। ଏଇଟା ଏବେକା ଘଟଣା। ତାଙ୍କର ଗୋଟେ ଗାଁରେ କି କେଉଁଠି ଗୋଟେ ବଡ଼ ପଡ଼ିଆ ଥିଲା, 1-2 ଏକର ଗୋଟେ ବଡ଼ ପଡ଼ିଆ ଥିଲା। ତାକୁ ଗଭର୍ଣ୍ଣମେଣ୍ଟ ଟେକଅପ୍ କରିଛି କ'ଣ ଗୋଟେ ପ୍ରୋଜେକ୍ଟ କରିବ ବୋଲି। ଟେକଅପ୍ କରିଛି କ'ଣ ଗୋଟେ ଗଭର୍ଣ୍ଣମେଣ୍ଟ ପ୍ରୋଜେକ୍ଟ କରିବ ବୋଲି, ଏବଂ ସେ କ୍ଷତିପୂରଣ ଦେଇଛି 2 କୋଟି ଟଙ୍କା।
ଆମକୁ ସେ 2 କୋଟି ଟଙ୍କା ଦେଇ ସେ ଦେଉଛି ନା ଆଜ୍ଞା ଏଇଟା ଆପଣଙ୍କର ଜାଗା ଥିଲା ଇଏ ଜାଣିନାହାନ୍ତି। ଏ ତ ଚାକିରିରେ ଥିଲେ ଷ୍ଟେସନ ମାଷ୍ଟର ଭଲ ଇନକମ୍ ହେଉଛି ସେଗୁଡ଼ା ଜାଣିନାହାନ୍ତି। ଆଉ ଏଇଟା ଗଭର୍ଣ୍ଣମେଣ୍ଟ ଟେକଅପ୍ କରିଛି ଆଉ ଏତିକି ଆପଣଙ୍କର କମ୍ପେନସେସନ୍ ଆମାଉଣ୍ଟ ଆପଣଙ୍କୁ ଦିଆଯିବ। ହେଲେ ମୁଁ ନେବିନି ସେଟାକୁ। ମୁଁ ଥରେ ସତ୍ୟ କରିଛି ଆଉ ମୁଁ ଇଏକୁ ଯିବିନି। ଡକୁମେଣ୍ଟ ଫକୁମେଣ୍ଟ ଦେଖେଇ ଇଏ ତ ଜଣେ ଦସ୍ତଖତ କରିବେ ନା, ସରକାର ଟଙ୍କା ତ ଏମିତି ଦେଇହେବନି। ତେଣୁ ତାଙ୍କ ପିଲାମାନେ ଯେ ଯାଇଥିଲେ ଆସିବାକୁ ଚାହିଁଲେ ତାଙ୍କ ପାଖକୁ ବି ଆଣିନାହାନ୍ତି। ଏଇ ସତରେ ଥିଲେ ବୋଲି ଦେଖନ୍ତୁ ତାଙ୍କର ଗୋଟେ ଅନଏକ୍ସପେକ୍ଟେଡ଼ ଆମାଉଣ୍ଟ ସେ ପାଉଛନ୍ତି। ଗୋଟିଏ କଥା ମାନିଥିଲେ ତାଙ୍କ ଗୁରୁଙ୍କର, ଗୋଟିଏ କଥା ଖାଲି ମାନନ୍ତୁ ଠାକୁରଙ୍କର, ଆପଣ ଜୀବନଟା କେମିତି ମାନେ ଆକୃତି ଏମିତି ରହିବ, ଆମ ପ୍ରକୃତି ବଦଳିଯିବ। ଏତେ କଥା ମାନିବା ଦରକାର ନାହିଁ। ଗୋଟିଏ କଥା ଆମେ ତ ବେଳେ ଭୁଲ ବୁଝୁ। ପରିଚୟପତ୍ର କ'ଣ ଲେଖା ହେଇଛି? ମୁଁ ମଲେ ତୁମେ ମୋତେ ପାଇବ, ନାଇଁ କି? ମୋର ତାଳଚେରର ଭାଇ ଆମର ଯିଏ ଥିଲେ ଗଭର୍ଣ୍ଣିଂ ବଡ଼ିରେ, ତାଳଚେର ଭାଇ ନଟ ଭାଇ ଥିଲେ। ସେ ଗୋଟେ ସଂଘକୁ ଯାଇଛନ୍ତି, ବାର୍ଷିକୋତ୍ସବ ହେଉଛି। ସେଇଟା ମୁଁ ପ୍ରଶ୍ନ କଲେ ଠାକୁର ତ ଲେଖିଛନ୍ତି ମୁଁ ମଲେ ତୁମେ ମୋତେ ପାଇବ। ଠାକୁର ତ ଏତେ ବର୍ଷ ହେଲା ଗଲେଣି, ଆମେ କାହିଁ ଠାକୁରଙ୍କୁ ପାଉନୁ? ହେଇଗଲା ହା ଏମିତି ବୁଝିଲ? ଆରେ ମୁଁ ମଲେ ତୁମର ଅହଙ୍କାର ଗଲେ ଠାକୁରଙ୍କୁ ପାଇବ। ସିଏ ଠାକୁର ସେଇଆ କହୁଛନ୍ତି, ମୁଁ ମଲେ ମାନେ ତୁମର ମୁଁ ଅହଙ୍କାର ଯୋଉନ ଯିବ ହେଇପାରିବ। ଅହଙ୍କାର ଯାଉନି କାହିଁକି ନା ଅହଂ ତତ୍ତ୍ୱରେ ଜୀବର ସ୍ଥାନ, ଅହଂ ତତ୍ତ୍ୱରେ ଜୀବର ସ୍ଥାନ। ତେଣୁ ଜୀବ ପାଖରୁ ଅହଙ୍କାର ଯିବନି। କିନ୍ତୁ ସେ ଅହଙ୍କାରଟାକୁ ଖାଲି ଡାଇଭର୍ଟ କରିଦିଅ, ତୁମି ପ୍ରଭୁ ଆମି ଦାସ, ଏଇ ଅହଙ୍କାରଟା କେବଳ ରହିବ। ତୁମି ମୁଇଁ ଦାସ, ଏଇ ଅହଙ୍କାରଟା ରହିବ। ଏଇ ଅହଙ୍କାରଟା ଭଲ। ଏଇଟା କ'ଣ ଚିତ୍ତଶୁଦ୍ଧି ଆଉ ଚିତ୍ତଶୁଦ୍ଧି ନ ହେବା ଫଳରେ ଏଇଟା ହୁଏ। ଗୁରୁ ବସୁଛନ୍ତି ଆଶ୍ରମରେ, 2 ଜଣ ଶିଷ୍ୟ ତାକୁ କହିଲେ କ'ଣ ଗୋଟେ କାମ କରିବାକୁ। ସେ କିଛି ବାଟ ଯାଇଛନ୍ତି, ଗୁରୁ କହିଲେ ରୁକ ମତ ଯାଅ। ଯାହାଙ୍କର ଚିତ୍ତ ଶୁଦ୍ଧି ଥିଲା, ଗୁରୁ ତ 2 ରକମ କଥା କହିବେନି। ସେ କହୁଛନ୍ତି ରୁକ ମତ ଯାଅ, ଯେଉଁ କାମରେ ପଠେଇଛି ଯା, ରହ ନାହିଁ, ରୁକ ମତ। ଯାହାଙ୍କର ଚିତ୍ତ ଶୁଦ୍ଧି ନଥିଲା ସେ ଭାବିଲେ ଗୁରୁ ପଛେ ଡାକି ଦେଉଛନ୍ତି ରୁକ ମତ ଯାଅ, ସେ ଫେରିଆଇଲା ଆଉ କ'ଣ। ତେଣୁ ଆମର ଆଧ୍ୟାତ୍ମିକ ଜଗତରେ ବଡ଼ କଥା ହେଉଛି ଚିତ୍ତଶୁଦ୍ଧି। ଚିତ୍ତଶୁଦ୍ଧି ପାଇଁ ଠାକୁରଙ୍କ ବହିରେ 23 ରକମର ଦିଆହେଇଛି। କ'ଣ କ'ଣ କଲେ ଚିତ୍ତଶୁଦ୍ଧି ହୁଏ? 23 ରକମର କଲେ ଚିତ୍ତଶୁଦ୍ଧି ବୋଲି ଲେଖା। ସାତ୍ଵିକ ଚିନ୍ତା ଦ୍ୱାରା, ସାତ୍ଵିକ ଆହାର, ସାତ୍ଵିକ ଚିନ୍ତା ଦ୍ୱାରା ଚିତ୍ତଶୁଦ୍ଧି ହୁଏ। ଧ୍ୟାନ ଧାରଣା ଦ୍ୱାରା ଚିତ୍ତଶୁଦ୍ଧି ହୁଏ। ଏମିତି ବିଭିନ୍ନ ଜାଗାରେ ଏଇ ଉପଦେଶ ବହିରେ ଠାକୁର ଯାହା କରିଛନ୍ତି ସଂଗ୍ରହ କଲେ 23ଟା ଜାଗାରେ ବାହାରିବ ଚିତ୍ତଶୁଦ୍ଧି ହେବାର ଲକ୍ଷଣ। ଯେତେବେଳେ ଚିତ୍ତଶୁଦ୍ଧି ନହେଲା ପର୍ଯ୍ୟନ୍ତ ଆମର ଭୁଲ ବୁଝାମଣା ହେଉଥିବ। ଏ ଯେଉଁ ମୋତେ ଭାରତର ସଦ୍ଗୁରୁ ମାତ୍ରକେ ଚିହ୍ନିବେ, ନିଜର ଅନୁଭବର କଥା। ତେଣୁ ମୋତେ ଛାଡ଼ି ଅନ୍ୟ ସଦ୍ଗୁରୁର ଆଶ୍ରୟ ନେଲେ ତୁମର ସାଧନର ଅହଙ୍କାର ଚୂର୍ଣ୍ଣ ହୋଇଯିବ। ସତର୍କ ଉପଦେଶ, ନିଜର ଭ୍ରମ ବୁଝିପାରିବ। ମୁଁ ଆଜି ଦମ୍ଭ କରି କହୁଛି, ଏ ଜନ୍ମରେ ମୋ କୃପା ଭିନ୍ନ ତୁମମାନଙ୍କର ଅନ୍ୟ ଗତି ନାହିଁ। କୃପା କରିବା ନିମିତ୍ତ ଭଗବାନ ତୁମମାନଙ୍କୁ ଭାର ମୋ ଅନ୍ତରରେ ନିହିତ କରିଛନ୍ତି। ଏକଥା ଯଦି ମିଥ୍ୟା ହୁଏ, ତୁମମାନେ ଯଦି ଅନ୍ୟର କୃପାରେ ସିଦ୍ଧି ଲାଭ କରି ଫେରିଆସ, ମୁଁ ତୁମକୁ କୋଳ କରି ନାଚିବି। ଅନ୍ୟଥା ଯଦି ନିଜର ଭ୍ରମ ବୁଝିପାରି ଫେରିଆସି ମୋର ଶରଣ ନିଅ, ତାହେଲେ ପୂର୍ବ ପରି ଆଦର ଯତ୍ନରେ ଆଶ୍ରୟ ଦେବି। ସତ୍ୟ ପଥରେ ଥିଲେ ମୁଁ ନିଶ୍ଚୟ ତୁମମାନଙ୍କୁ ରକ୍ଷା କରିବି। ସେଇଠି ଗୋଟେ ସତ୍ୟ ପଥରେ ଥିଲେ
ସତ୍ୟପଥରେ ଥିଲେ ମୁଁ ତୁମ ରକ୍ଷା କରିବି। ତେଣୁ ସତ୍ୟନିଷ୍ଠ ହେବାକୁ ପଡ଼ିବ। ସଦ୍ଗୁରୁ କେବେ ସନ୍ତୁଷ୍ଟ ହେବେନି। ଯଦି ଆମେ ପାରୁନେ ତାହେଲେ ତାଙ୍କ ପାଖରେ ପ୍ରାର୍ଥନା କରିବା। ପ୍ରତ୍ୟେକ ଦିନ ଏ ସେବକର ସକାଳେ ସନ୍ଧ୍ୟାରେ ପୂଜା ପରେ ଠାକୁର ଘରୁ ବାହାରିଲା ବେଳକୁ ଦେଲେ ମୁଁ ତାଙ୍କୁ ବିଶ୍ରାମ ଦେଇକି ବାହାରେ, ତାଙ୍କୁ ପ୍ରାର୍ଥନା କରେ ଠାକୁର ମୋର ବାକ୍ୟ ସତ୍ ହଉ, ମୋର କର୍ମ ସତ୍ ହଉ, ମୋର ଚିନ୍ତା ସତ୍ ହଉ। ଆମ ଚେଷ୍ଟାରେ ହେଉନି, ତାଙ୍କର କୃପା ହେଲେ ହେବ, ଅସମ୍ଭବ। ବସ୍ୟ ବ୍ୟଥା ନହେଲେ କ୍ଷମତା ବଢ଼େ ନାହିଁ। ବିଶେଷ ତୁମମାନଙ୍କ ସତ ସତ ଗୁଣ ଦେଖିଲେ ମଧ୍ୟ କିଛି କହିବି ନାହିଁ, କିନ୍ତୁ ସାମାନ୍ୟ ଗୋଟିଏ ଦୋଷ ଦେଖିଲେ ତ ଦୃଢ଼ କରି ଧରି ବସିବି। ମୋ ସ୍ନେହରେ ତୁମମାନଙ୍କ ହୃଦୟ ଜଳି ପୋଡ଼ି ନ ଗଲେ ପବିତ୍ର ପ୍ରେମର ସ୍ୱରୂପ ବୁଝିପାରିବ କିପରି? ଭଗବାନ ନ୍ୟାୟବାନ ନ ହୋଇ କେବଳ ଦୟାବାନ ହୋଇଥିଲେ ଜୀବର ସ୍ୱେଚ୍ଛାଚେତା ହେତୁ ଅଧପତନ ଘଟନ୍ତା। ଜୟ ଗୁରୁ। ପ୍ରାର୍ଥନା ଟିକେ କର।